যেତେବେଳେ 800 ଟଙ୍କା ଇନପୁଟ ସବସିଡି ଘୋଷଣା ହେଲା ଉତ୍ତରାଧିକାରୀ ସୂତ୍ରରେ ଧାନ କିଣିବା ପାଇଁ ଆମେ ଯେଉଁ ଭିତ୍ତିଭୂମି ପାଇଥିଲୁ ସେ ଭିତ୍ତିଭୂମିରେ ଏତେ ସଂଖ୍ୟକ ଚାଷୀଙ୍କର ଧାନ ସଂଗ୍ରହ କରିବାଟା ମଧ୍ୟ ସହଜ ଏବଂ ସରଳ ନୁହଁ। ଯୋଜନାବଦ୍ଧ ଭାବରେ ଧାନ ସଂଗ୍ରହର ବ୍ୟବସ୍ଥା ତାର ଆହୁରି ସରଳୀକରଣ ଏବଂ କୌଣସି କାମ କଲେ ଏଠି ଏମ୍ଫାସିସ୍ ଦେଇ କହୁଛି କୌଣସି ନିଷ୍ପତ୍ତି କଲେ କୌଣସି ଦିଗରେ ଗୋଟେ ସରକାର ଆଗେଇଲେ ସେଥିରେ ଛୋଟ ବଡ଼ ଆନୁଷାଙ୍ଗିକ ସମସ୍ୟା ସୃଷ୍ଟି ହେବ ଏବଂ ସରକାର ତାକୁ ସମାହିତ କରିବେ। ଏମିତି ପୃଥିବୀରେ କୌଣସି ପ୍ରସଙ୍ଗ ନାହିଁ ଯେଉଁ ପ୍ରସଙ୍ଗକୁ ସମାହିତ କଲା ବେଳକୁ ବଡ଼ ପ୍ରସଙ୍ଗକୁ 5ଟା ଛୋଟ ସମସ୍ୟା ଆସିବ ନାହିଁ, ପ୍ରସଙ୍ଗ ଆସିବ ନାହିଁ। ଆସିବ ସେ କ୍ରମରେ ରାତି ରାତି ଭିତ୍ତିଭୂମି ପ୍ରସ୍ତୁତ ହେଇପାରେ ନାହିଁ, ସମୟ ଲାଗେ।